परमेश्वर को वाक्य स्वल्प समय ध्यान करवा। आसतु प्रथम सामुएल 17 अध्याय 23 पद पढ़ी साहाय्य करंतु। हाँ 33 पद की नहीं 33 तो साउल दाऊद को कहिले तुम्बे सही पलेस्टीय विरुद्ध रे जाई ताहा संगे युद्ध करि पारिबो नाही कारण तुम्भे तो जुबा। ओके साउल दाऊद को कहउचंदी तमे जने जुबा किंतु तमे युद्ध विद्या शिखी न गलिया तो से योद्धा से ता सहित युद्ध करि पारिबो नाही। प्रिय युवा माने मने रखंतु जने देशर राजा जने शत्रु सहित युद्ध करिबा पाई आउ जेते बेले गलिया तो डाक दौथिला केही अछि मो सहित युद्ध करिबा पाई सेते बेले दाऊद युद्ध करिबा पाई रेडी किंतु साउल कहूची तमे जुबा मात्र से यौवनावती योद्धा से युद्ध वीर हेले साउलंकर भय अछि ता सहित युद्ध पाई के जाउनांदी कि प्रकार योद्धा से शारीरिक युद्ध रे योद्धा आध्यात्मिकता रे नहीं किंतु दाऊद जने युवक तांकर विजन तांकर दर्शन गलियातर बॉडी बिल्डिंग रे नहीं गलियातर शारीरिक फिजिकल रो एक बल उपरे दाऊद देखु नहीं किंतु ताकू देखुछि परमेश्वर को देखुछि जे परमेश्वर दाऊद को ठारू केते गुण रे बलवान करी देखा जाउचंती एथिपाई किंतु साउलंकर दर्शन साउलंकर देखिबा गलियात को देखि भय कले आउ समस्ते लुचि छंती आंगर देखिबा केमती जानती कि गलियात ते महाविक्रमशाली योद्धा ता सहित युद्ध करि परिबे नाही। शारीरिक आखि शारीरिक चक्षु दाऊदर जो आखि साउल देखिला पर देखु नथिला से ईश्वर को देखुची दाऊद को देखुची आश्चर्य से गलियात को देखि परमेश्वर को देखुची गलियात तांको आगरे गोटे पक्षी परि देखा जाउची। प्रेज द लॉर्ड। एले साउल कहूची तमे युवक सत किंतु तमे ता सहित युद्ध करि परिबो नाही। महाराजा ए दाऊद भालू को मारिची ए दाऊद सिंह को मारिची से मान को मधुर जणे एका हे हेबो। प्रेज द लॉर्ड। प्रिय युवा भाई माने आज तुमर देखिबार साउल परि न हेओ आज तुमे युवा सत तुमर दर्शन दाऊद को परि हो भय करिबा शारीरिक चक्षुरे दर्शन हमर न हेओ किंतु हमर देखिबा हमर दर्शन एक फ्यूचर रे हमर प्रभु मो सहित अछंती एहा को हेले केते विषय एटे जो लेखा होची प्रिय प्रभु को लोक माने देखंतु आउ साउल कहूची साउलंकर जो दर्शन हमें देखुछु एठे माने साउल कहूची दाऊद को तुम युद्ध करि पारिबो नाही कारण से योद्धा दाऊद खड्ग धरी नै दाऊद युद्ध करबा वस्त्र पिंधि नै आर फेथ आर विश्वास परमेश्वर को परे युद्ध मोर नै युद्ध कार
ସଦାପ୍ରଭୁଙ୍କର ଯୁଦ୍ଧ ମୁଁ କଲେ ସିନା ଖଡ୍ଗ ଧରିବି, ଯୁଦ୍ଧ ମୁଁ କଲେ ସିନା ଏ ବସ୍ତ୍ର ସାଜ ପିନ୍ଧିବି, ଯୁଦ୍ଧ ତ ମୋର ନାହିଁ, ମୋ ପ୍ରଭୁ ଯୁଦ୍ଧ କରିବେ। ଯୁବ ଭାଇ ମାନେ, ତୁମର ଭବିଷ୍ୟ ପ୍ରଭୁ ହିଁ। ପ୍ରେଜ୍ ଦ ଲର୍ଡ। ତୁମର ଭବିଷ୍ୟ, ତୁମର ଫ୍ୟୁଚର, ତୁମର ବ୍ରାଇଟନେସ ତୁମ ହାତରେ ନାହିଁ, ସମସ୍ତ କିଛି ପ୍ରଭୁଙ୍କ ହାତରେ ଅଛି। ଯେବେ ପ୍ରଭୁଙ୍କୁ ଦେଖିବ, ଯୋଉ ଦାଉଦ ଯୋଉ ସାଉଲ କି ରାଜା ଥିଲା, ସେ ସାଉଲକୁ ଘୁଞ୍ଚେ ଦାଉଦକେ ନେଇ ରାଜା କଲେ। ଦାଉଦ କେବେ ଭାବିଲେ ମୁଁ ରାଜା ହେବି ବୋଲି, କିନ୍ତୁ ରାଜା ପରମେଶ୍ୱର କଲେ। ପ୍ରେଜ୍ ଦ ଲର୍ଡ। ଆଜି ଅନେକ ଯୁବକ ମାନେ ଆପଣ ଅଛନ୍ତି, ତୁମ ଜୀବନରେ କଣ ହେବ ହୁଏତ ତମେ ଜାଣିନ, କିନ୍ତୁ ପ୍ରଭୁ ଜାଣିଛନ୍ତି। ପ୍ରଭୁ ଜାଣିଛନ୍ତି ତୁମର ଭବିଷ୍ୟତର ପ୍ଲେସ, ତୁମର ଭବିଷ୍ୟତର ପୋଜିସନ। କେବଳ ପ୍ରଭୁଙ୍କୁ ବିଶ୍ୱାସ କର, ପ୍ରେୟର କର, ବାଇବେଲ ପଢ, ପ୍ରଭୁଙ୍କ ଠାରେ ତୁମେ ଶରଣ ନିଅ। ପ୍ରଭୁ ଆମାଜିଂଲି ତୁମର ଲାଇଫକୁ ଚେଞ୍ଜ କରିବେ। ତେବେ ଦେଖିବା ଯୁଦ୍ଧ, ଦ୍ୱିତୀୟ କରନ୍ତି 10 ଅଧ୍ୟାୟ ତାର 4 ପଦ ଟିକେ ପଢି ସାହାଯ୍ୟ କରନ୍ତୁ। ଦ୍ୱିତୀୟ କରନ୍ତି ତାର 10ର 4 ପଦ। ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ର ଶସ୍ତ୍ର ଶାରୀରିକ ନୁହେଁ, ଦୃଢ ଗଡ଼ ଭୂମିସାତ କରିବା ନିମନ୍ତେ ଆମମାନଙ୍କର ଯୁଦ୍ଧର ଅସ୍ତ୍ର ଶସ୍ତ୍ର ଶାରୀରିକ ନୁହେଁ। ଆମର ଯୁଦ୍ଧର ୱେପନ୍ସ ଅନୁବମ ମାନେ ରଖିଛି। ଏ ଦେଶ କହୁଛି ମୁଁ ଦେବି, ସେ ଦେଶ କହୁଛି ମୁଁ ପକେଇବି, ଏମାନେ ରଖିଛନ୍ତି। ଆମର ଯୁଦ୍ଧ ସେ ପ୍ରକାର ନୁହେଁ। ହାଲେଲୁୟା। ଆଉ ଦାଉଦ କହୁଛି ମୁଁ ଯୁଦ୍ଧକୁ ଯିବି, ସାଉଲ କହୁଛି ତମେ ଯୁବା, ସେ ଯୌବନାବଧି ଯୋଦ୍ଧା ପାରିବ ନାହିଁ। ସାଉଲ ଶାରୀରିକ ଚକ୍ଷୁରେ ଦେଖୁଛି, ଦାଉଦ ଆତ୍ମିକ ଚକ୍ଷୁରେ ଦେଖୁଛି। ଦର୍ଶନ ଏତିକି ଡିଫରେନ୍ସ। ପ୍ରେଜ୍ ଦ ଲର୍ଡ। ଯୁବା ମାନେ, ଯୁବତୀ ମାନେ, ମୁଁ ଆପଣଙ୍କୁ ଏହା କହିବାକୁ ଚାହେଁ, ଆମର ଅସ୍ତ୍ର ଶସ୍ତ୍ର, ଆମର ପ୍ରତ୍ୟେକ ବିଷୟ ଶାରୀରିକ ନ ହେଉ, କିନ୍ତୁ ଆମର ଅସ୍ତ୍ର ହଉଛି ସ୍ପିରିଚୁଆଲ ୱେପନ୍ସ ଆମର। ପ୍ରେଜ୍ ଦ ଲର୍ଡ। ସାଉଲ କଣ କହୁଛି ଦେଖନ୍ତୁ, ଯୁଦ୍ଧ ପାଇଁ କଣ କହୁଛି ଟିକେ ପଢନ୍ତୁ। ପ୍ରଥମ ସାମୁଏଲ ସେଇ 17ର 38 ପଦ ଟିକେ ପଢନ୍ତୁ। ହଁ, ତମ ସାଉଲ ଦାଉଦକୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତ୍ତଳ ଟପର ଦେଇ ତାଙ୍କୁ ସାଞ୍ଜୁଆ ପିନ୍ଧାଇଲେ, ମାନେ ବସ୍ତ୍ର ପିନ୍ଧାଇଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ରାଜା ସାଉଲ ରାଜା ତାର ବସ୍ତ୍ର ଦାଉଦକୁ ପିନ୍ଧଉଛି। ସାଉଲ ହଉଛି ଗୋଟେ ଅବିଶ୍ୱାସୀ ଲୋକ, ସାଉଲ ହଉଛି ଗୋଟେ ଡିସଓବିଡିଏନ୍ସ କିଙ୍ଗ, ଅବାଧ୍ୟ ରାଜା। ଜଣେ ଅଭିଷେକ, ଜଣେ ପ୍ରଭୁଙ୍କ ଦ୍ଵାରା ମନୋନୀତ ଲୋକ, ଜଗତର ଲୋକ ପିନ୍ଧିବା ବସ୍ତ୍ର ସେ ପିନ୍ଧି ପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ସେ ରାଜା ହୁଏ ସେ, କିନ୍ତୁ ରାଜା ନିଜର ବସ୍ତ୍ର ଦାଉଦକୁ ଦେଲା, ତାକୁ ଟୋପର ଦେଲା, ତାକୁ ତାର ବସ୍ତ୍ର ଦେଲା। କିନ୍ତୁ ମନେ ରଖନ୍ତୁ, ଦାଉଦ ସାଉଲର ବସ୍ତ୍ର ପିନ୍ଧି ଗଲେ ଯୁଦ୍ଧରେ ଜୟ ହେଇପାରିବ ନାହିଁ। ଶାରୀରିକତା, ଶାରୀରିକ ବସ୍ତ୍ର ତାହା। ଆଉ ସାଉଲ ପିନ୍ଧଉଛି ଦାଉଦକୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହା ମନେ ରଖନ୍ତୁ, ଆମେ ପ୍ରଭୁଙ୍କ ଲୋକମାନେ ଏଇ ଜାଗତିକତା ବିଷୟ ଆମେ ପରିଧାନ କରି ଆମେ ପ୍ରଭୁଙ୍କର, ଆଉ ଆମେ ଯୁଦ୍ଧ କେବେ ବି ହୋଇପାରିବା ନାହିଁ। ଏଣୁ ରାଜା ପିନ୍ଧଉଛି, ଯଦି ଏଇ ବସ୍ତ୍ରରେ କେବେ ବି ଗଲିଆତକୁ ଦାଉଦ ମାରି ପାରିବ ନାହିଁ, କାରଣ ତାର ବସ୍ତ୍ର ଥିଲା ଅବିଶ୍ୱାସୀର ବସ୍ତ୍ର। ଯେ କି ପ୍ରଭୁକୁ ବିଶ୍ୱାସ କରିଲେ, ଯେ କି ପ୍ରଭୁଙ୍କର ଆଜ୍ଞାବହନ ହେଇଥିବା ଲୋକର ବସ୍ତ୍ର ପିନ୍ଧି ଯୁଦ୍ଧକୁ ଯାଇ ଜୟ କରିପାରିବ ନାହିଁ। ଠିକ ଅଛି, ପିନ୍ଧେଇ ଦେଲା। ତଳପଦ ଟିକେ ପଢି ସାହାଯ୍ୟ କରନ୍ତୁ। ଦାଉଦ
हाँ ଚାଲିବାକୁ ଚେଷ୍ଟା କଲେ कले କାରଣ ସେ ତାହା ପରଖ କରିନଥିଲେ। ଆଉ ଦାଉଦ ସାଉଲଙ୍କୁ କହିଲେ कहिले ମୁଁ ଏହି ଦେଶରେ ଯାଇ ନ ପାରେ हाँ କାରଣ ମୁଁ ସେ ସବୁ ପରଖ କରିନାହିଁ। करी नहीं ତେଣୁ ଦାଉଦ ତାହା କାଢି ରଖିଲେ। वाह दाऊद सही वस्त्र बाहर କରିଦେଲେ ଆଉ ସାଉଲକୁ କହିଲେ ମୁଁ କେବେ ପିନ୍ଧି ଚାଲି ରେ ବସ୍ତ୍ର। ପ୍ରିୟ ପ୍ରଭୁଙ୍କ ଲୋକମାନେ ଜଗତ୍ରକୁ ଆମେ ପରିଧାନ କେବେ ବି କରିପାରିବା ନାହିଁ। ପ୍ରେଜ୍ ଦ ଲର୍ଡ। ସାଉଲ ଗୋଟେ କଥା କହିଲେ ମୁଁ କେବେ ବି ପିନ୍ଧି ନାହିଁ ପ୍ରୁଭ କରି ନାହିଁ ମାନେ କେବେ ବି ପିନ୍ଧି ଚାଲି ନାହିଁ ମୁଁ ଏଇଟା କରିପାରିବିନି ବୋଲି ସବୁ କାଢି ପକେଇଦେଲେ ବାହାର କରିଦେଲେ। ଜଗତକୁ ଫିଙ୍ଗିବାର ଅଛି ଆମେ ଯୁବା ମାନେ ଏ ଜଗତକୁ ତୁମେ ଜୟ କରିବାର ଅଛି ମାନେ ତୁମର ଶାରୀରିକ ବିଷୟ ଗୁଡା ବାହାର କରିବାର ଅଛି। ତୁମର ଶାରୀରିକ ବିଷୟକୁ ତୁମେ ଫିଙ୍ଗିବାର ଅଛି ଗଲିଆତ ମରିବାର ଅଛି ମାନେ ପିନ୍ଧି ଦେ ରଜା ଦେଲା ବୋଲି ପିନ୍ଧି ଦେବ ଗଲିଆତକୁ କେବେ ମାରି ପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ଦାଉଦ ସାଉଲ ଦେବା ଟୋପର ରଖିଲେ ସାଉଲ ଦେବା ସମସ୍ତ ବସ୍ତ୍ରକୁ ବାହାର କରିଦେଲେ ମୁଁ ମହାରାଜା ମୁଁ ଏ ବସ୍ତ୍ର କେବେ ପିନ୍ଧି ନାହିଁ ଆଉ ଏଇ ବସ୍ତ୍ର ମୁଁ ପିନ୍ଧିବି ନାହିଁ। ଖ୍ରୀଷ୍ଟିଆନ ପୁଅ ଝିଅ ମାନେ ଫିଲ୍ମ ଷ୍ଟାଇଲ ର ବସ୍ତ୍ର ପିନ୍ଧ ନାହିଁ। ସାଉଲ ପିନ୍ଧିଲା ବସ୍ତ୍ର ପିନ୍ଧ ନାହିଁ। ଚିରଞ୍ଜୀବୀ ବସ୍ତ୍ର ପିନ୍ଧ ନାହିଁ। ଫିଲ୍ମର ହିରୋ ମାନେ କରିବା ଷ୍ଟାଇଲ ଗୁଡାକ ଛାଡ ସେଟା ଜଗତ। ଆମେ ପ୍ରଭୁ ଲୋକମାନେ ଆମର ବସ୍ତ୍ର ଭିନ୍ନ ଅଟେ। ପ୍ରେଜ୍ ଦ ଲର୍ଡ। ରାଜା ଦେଲା ବୋଲି ପିନ୍ଧି ଦେଇ ନାହିଁ ଦାଉଦ ବାହାର କରିଦେଲା। ଏ ବସ୍ତ୍ର ଦରକାର ନାହିଁ ମତେ ଏ ବସ୍ତ୍ର ମତେ ଦରକାର ନାହିଁ। କୋଉ ବସ୍ତ୍ର ଆମକୁ ଦରକାର ଆମେ କୋଉ ବସ୍ତ୍ର ପିନ୍ଧିଲେ ପ୍ରଭୁ ଖୁସି ହେବେ ଏଇ ବସ୍ତ୍ରରେ କିଛି ଆବଶ୍ୟକ ନାହିଁ। ମହାରାଜା ଗଲିଆତକୁ ମୁଁ ମାରିବା ପାଇଁ ଏଇ ବସ୍ତ୍ର ମତେ ଆବଶ୍ୟକ ନାହିଁ। କଣ ଆବଶ୍ୟକ ଗଲିଆତକୁ ମାରିବା ପାଇଁ ଦାଉଦଙ୍କୁ ଆବଶ୍ୟକ କଣ ଥିଲା? ପ୍ରଥମ ସାମୁଏଲ ସେଇ 17:40 ପଦ ପଢନ୍ତୁ। ହଁ ହଁ ସେ ବସ୍ତ୍ରକୁ ଥୋଇଦେଲେ ଯଷ୍ଟିକୁ ହାତରେ ଘେନି ନଦୀରୁ ସେତିକି ଥାଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ ସେ ଯଷ୍ଟିକୁ ନେଲେ ବସ୍ତ୍ର ଥୋଇଲେ। ଯଷ୍ଟିକୁ କଣ ପାଇଁ ବୁଝାଏ? ଦ ଡିଭାଇନ ଅଥରିଟି ଐଶ୍ୱରିକ ଅଧିକାର ଏଣ୍ଡ ପାୱାର ଶକ୍ତିକୁ ବୁଝାଏ। ପ୍ରେଜ୍ ଦ ଲର୍ଡ। ମହାରାଜା ତମର ବସ୍ତ୍ର ଦରକାର ନାହିଁ ତମର ଟୋପର ଦରକାର ନାହିଁ ତମର ସାଞ୍ଜୁଆ ଦରକାର ନାହିଁ ତୁମରି ଖଡ୍ଗ ଦରକାର ନାହିଁ ମତେ ଆବଶ୍ୟକ ପରମେଶ୍ୱରଙ୍କର ଏକ ପାୱାର ଅଧିକାର ଆବଶ୍ୟକ। ସେ ଯଷ୍ଟି ଥିଲା ଦ ଡିଭାଇନ ଅଥରିଟି ଐଶ୍ୱରିକ ଶକ୍ତି ଥିଲା ତା। ପ୍ରେଜ୍ ଦ ଲର୍ଡ। ଆଜ୍ଞା ଗୋଟେ ବାଡି ନେଇକରି ମାରି ପାରିବ କି? ବାଡି ନେଲା ବାଡି ଦରକାର ମତେ। ତୋର ଲୁହା ବସ୍ତ୍ର ଦରକାର ନାହିଁ ତୋର ଟୋପର ଦରକାର ନାହିଁ ମତେ ଈଶ୍ୱରଙ୍କର ଅଭିଷେକ ଦରକାର ମତେ ଈଶ୍ୱରଙ୍କର ଏନୋଇଣ୍ଟିଂ ଦରକାର ମତେ ଈଶ୍ୱରଙ୍କର ପାୱାର ଦରକାର। ମହାରାଜା ଏ ଗଲିଆତକୁ ମାରିବା ପାଇଁ ତୋର ବସ୍ତ୍ର ପିନ୍ଧି କରି ମୁଁ ଯିବି ନାହିଁ। ବାଡି ଗୋଟେ ଯଷ୍ଟି ଥିଲା ସେ ଯଷ୍ଟି ନେଲା। ଯଷ୍ଟି ବୁଝାଏ ପରମେଶ୍ୱରଙ୍କର ଐଶ୍ୱରିକ ଶକ୍ତିକୁ ଅଧିକାର। ପ୍ରେଜ୍ ଦ ଲର୍ଡ। ଗୋଟିଏ କଥା ମୁଁ କହିବାକୁ ଚାହେଁ ପଢି ସାହାଯ୍ୟ କରନ୍ତୁ। এই ଷ୍ଟାମ୍ପ ପ୍ରଥମ ଯାତ୍ରା ପୁସ୍ତକ 17 ଅଧ୍ୟାୟ 5 ପଦ ପଢି ସାହାଯ୍ୟ କରନ୍ତୁ। ସଦାପ୍ରଭୁ ମୂଷାଙ୍କୁ କହିଲେ ତୁମେ ଯୋ ଦ୍ୱାରା ନଦୀକୁ ଆଘାତ କରିଥିଲ ସେଇ ଯଷ୍ଟି ହାତରେ ଘେନି ପ୍ରଭୁ କଣ କହୁଛନ୍ତି? ଯୋଉ ବାଡିରେ ଯୋଉ ଯଷ୍ଟିରେ ତୁମେ ସମୁଦ୍ରକୁ ଆଘାତ କରିଥିଲ ଦୁଇ ଭାଗ ହୋଇଥିଲା ତା ହଉଛି ପାୱାର କୁ ବୁଝେଇବ। ମୁଁ କହିଲି ଦ ଡିଭାଇନ ଅଥରିଟି ହଉଛି ଯଷ୍ଟି। ସେ ଯଷ୍ଟିରେ ସୁପସାଗରକୁ ବିଭକ୍ତ କରିଥିଲେ। ପ୍ରେଜ୍ ଦ ଲର୍ଡ। ଆଉ ସେଇ ବାଡି ନେଇ ହୋରେ ପର୍ବତକୁ ଯାଏ ଶୈଳକୁ ଆଘାତ କର
ଜଳ ବାହାରିବ। ତାର ଅର୍ଥ ବାଡିକୁ କଣ କୁ ବୁଝାଉଛି? ଯଷ୍ଟି ପରମେଶ୍ୱରଙ୍କ ଅଧିକାରକୁ, ରାଜା ଅଧିକାର, ରାଜା ବସ୍ତ୍ର, ରାଜା ଟୋପେରକୁ ଆଉ ଦାଉଦ ଗୋଟେ ସାଇଡ କରି ପରମେଶ୍ୱରଙ୍କର ଅଥରିଟିକୁ ନେଇକରି ଯାଉଛନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଅନଏଣ୍ଟିଂକୁ, ପ୍ରଭୁଙ୍କର ଅଭିଷେକକୁ, ପ୍ରଭୁଙ୍କର ପାୱାରକୁ ଚାହୁଁଛନ୍ତି। ରାଜା ତୁମ ବସ୍ତ୍ର ମତେ ଦରକାର ନାହିଁ, ମୋ ପରମେଶ୍ୱରଙ୍କର ଅଭିଷେକ ଦରକାର, ଅଧିକାର ଦରକାର। ସେ ଜଷ୍ଟି ନେଲେ, ନଦୀକୁ ଗଲେ, ଚିକନ 5ଟି ପଥର ବାହାର କଲେ। କେତେଟା ପିଲାମାନେ? କେମିତି ପଥର? ଚିକଣ ବୋଲେ କଣ ବୁଝୁଛ ମତେ କୁହ? ତୁମ ଭାଷାରେ କି ତୁମ ଯାହା ବି ତୁମ ପାଠରେ କି କଣ କୁହ? ସାଇନିଂ, ରାଇଟ, ଥ୍ୟାଙ୍କ ୟୁ। ତାପରେ କଣ ବୁଝୁଛ? ଚିକନ ବୋଲେ କଣ ବୁଝି ଯାଉଛ ତମର ଭାଷାରେ କୁହ, ତମକୁ ଯାହା ବୁଝୁ କୁହ। ଚିକନ ସେଠି ଆଜ୍ଞା ଗଦା ପଥର ଥିଲା ଆଜ୍ଞା। ଗଦା ପଥରରେ ସବୁ ନେଇକରି ମାରବା ପାଇଁ କାଢି ନେ ବାଛିଲା, ବାଛିଛି ଚିକନ ପଥର। ପ୍ରଭୁ ଏ ଜଗତରେ ତାଙ୍କୁ ବ୍ୟବହାର କରିବା ପାଇଁ ବାଛିବେ, ମନ ଇଚ୍ଛା ନେଇଯିବେ ନାଇଁ କାଢି କାଢି। ପ୍ରେଜ୍ ଦ ଲର୍ଡ। ମନ ଇଚ୍ଛା ନେଇଯିବେ ନା। ଏ ଜଗତରେ ଆମେ ଅଛୁ, ପ୍ରଭୁ ଆମକୁ ଦେଖୁଛନ୍ତି। ଯେ ଆପଣା କର୍ତ୍ତାଙ୍କ ପାଇଁ ପବିତ୍ର, ସେ ପଥରକୁ ନଉଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯୋଉ ଯୁବତୀ ଚିକନ ହେଇଛି, ପବିତ୍ର ହୋଇଛି, ମୁଁ କହିନି ଆପଣ ଫେର ଲଭଲି ଲଗାଇ ଆଉ କି ଲଗାଇ ଚିକନ ହେବାଟା ପ୍ରଭୁ ନେଇ ବ୍ୟବହାର କରିବେ। ଆପଣ ବିୟୁଟି ପାର୍ଲର ପଳେଇଲେ ଆପଣଙ୍କୁ ଏମିତି ବିୟୁଟି କରିଦେବେ, ସେମିତି ନେଇକରି ୟୁଜ କରିବେ ନାହିଁ। ପ୍ରଭୁ ୟୁଜ କରିବେ ଚିକନ ପବିତ୍ର। ଆଣ୍ଟୁ ପକେଇ ପକେଇ ଗଣ୍ଠି ଚିକନ ହେଇକି ବାହାରୁଛି। Not a theological but neological God need. Not a theological, ମୁଁ କହିନି ତାର ବିରୋଧୀ ନାହିଁ, ମାତ୍ର just share ପାଇଁ କହୁଛି, ଓକେ? Not enough theological but God need a neological. କେବଳ ପାରମାର୍ଥିକ ବିଦ୍ୟାଳୟ ହିଁ ନାହିଁ, ଆଣ୍ଟୁ ପାତିବାର କଲେଜକୁ ସେ ଚାହାନ୍ତି। ପ୍ରେଜ୍ ଦ ଲର୍ଡ। ଚିକନ ଏବେ ଯେ ମୋର ଆଣ୍ଠୁ ମାନେ କଳା ଥିଲା, ପାଷ୍ଟର ଆଜ୍ଞା ମୁଁ ବହୁତ ଆମେ ଘଣ୍ଟା ଘଣ୍ଟା ମାନେ ସେମ୍ ଚର୍ଚ୍ଚରେ ମୁଁ ପାଳ କରୁଥିଲି, ସେ ଡିକନ ଥିଲେ, ଏବେ ସେ ପାଷ୍ଟର ହେଲେ। ପ୍ରେଜ୍ ଦ ଲର୍ଡ। ଯୋଶୁଆ 40 ବର୍ଷ ମଉସାଙ୍କର ଦାସ କାମ କଲେ, ମଉସା ପଦକୁ ବାହାରି ଆଇଲେ ଆହୁରି ଯୋଶୁଆ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର କାମ ସେଟା ହବେ, ତାଙ୍କ ପାଖରେ ଯେ ଥିବ ସେ ପାୱାର ସେଠି ଯିବ ଆଗା। ଏଲିଓ ସହିତ ଏଲିସା ହେଇଥିଲା, ଏଲିଓ ଗଲା ପରେ ଏଲିସା ବାହାରି ଆଇଲା। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଲୋକମାନଙ୍କ ସହିତ ଥିଲେ, ଏନଏଣ୍ଟିଂ ପାସ୍ ହେବ। ପ୍ରେଜ୍ ଦ ଲର୍ଡ। ଏନଏଣ୍ଟିଂ ପ୍ରଭୁଙ୍କ ଲୋକମାନଙ୍କ ସହିତ ଗମନାଗମନ କଲେ ଅଭିଷେକ ଯିବ। କାହାର ରୁମାଲରେ ଲୋକମାନେ ସୁସ୍ଥ ହଉଥିଲେ? ପ୍ରେଜ୍ ଦ ଲର୍ଡ। ଗାମୁଛାରେ ହ୍ୟାଣ୍ଡ କ୍ୟାଚ୍ ନେଲେ ଗୋଟେ ରୋଗୀ ସୁସ୍ଥ ଯେତା, ତାର ଅର୍ଥ ଏଇଟା ଏନଅଣ୍ଟିଂ ଥିଲା। ରୋମାନରେ ଏନଅଣ୍ଟିଂ ପାଉଲଙ୍କର ଥିଲା, ଯୋଉ ରୋଗୀ ନେଇ ପକେଇ ଦଉଥିଲେ ସେ ରୋଗୀ ଉଠି ପଡୁଥିଲା। ପ୍ରେଜ୍ ଦ ଲର୍ଡ। କେମିତି ପଥର ନେଲେ? ଯୁବା ମାନେ ଧ୍ୟାନ କରୁଛ ପ୍ଲିଜ, ଜଣ ଭଲ କରି ଶୁଣ, ଭଲ କରି ଶୁଣ। କେମିତି ପଥର ବାଛିଲେ? କାହିଁକି ଅନ୍ୟାନ୍ୟ ପଥର ଗୁଡାକ ନଥିଲା କି? 5 ନମ୍ବର ହଉଛି ଅନୁଗ୍ରହ, ଗ୍ରେସ୍। 5 ନମ୍ବର କଣ ଆଜ୍ଞା? ୟୁଥ ମାନେ ମନେ ରଖ, 5 ନମ୍ବର କଣ? ଗ୍ରେସ୍। ଓକେ। ଯୁଦ୍ଧରେ ଆମେ ଜୟ କରିବା ଆମ ବଳ ଜ୍ଞାନରେ ନାହିଁ, କି ଜଗତକୁ ମଧ୍ୟ ଆମେ ସବୁ ଉପରେ ଜୟ କରିବା ଆମର କିଛି ନାହିଁ, କେବଳ ଆମର ପ୍ରଭୁଙ୍କର ଅନୁଗ୍ରହରେ ସବୁ କରିପାରିବା। 5ଟି ହିଁ ବାଛିଲେ, ତା ହଉଛି ଅନୁଗ୍ରହ। ଚିକନ ପଥର, ସମୟ ନାହିଁ, ଚିକନ 5ଟା ପଥର କଣ କେତେଟା ତ କହିବି। କେତେଟା ପଥର ନେଲେ? କେତେଟା ପଥର ବ୍ୟବହାର କଲେ? ପ୍ରେଜ୍ ଦ ଲର୍ଡ। କେତେଟା ପଥର ବ୍ୟବହାର କଲେ? ଗୋଟିଏ। এই ଯୋଉ ପଥର, ଏ ଝରଣା
ଆପଣ ଦେଖିବେ ଇଂଲିଶ ରେ ବ୍ରୁକ୍ସ ବୋଲି ଲେଖା ଥିବ। ଝରଣା ଏ ପଥର ଗଡି 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 ଏଠି ସେଠି 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 ବାଜି 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 କଣ ହେଇଯାଇଛି କୋଠାରୁ କେତେ କିଲୋମିଟର ଆସିଛି ଗଡି ଗଡି ପଥର ଚିକଣ ହେଇଯାଇଛି। କେବେ ପ୍ରେୟର କରୁନଥିବେ, କେବେ କିଛି ଅନୁଭବ ନଥିବ, କେବେ କିଛି ନଥିବ, ସେମିତିକା ଲୋକ ପ୍ରଭୁ ମିନିଷ୍ଟ୍ରି ପାଏ କେମିତି ବ୍ୟବହାର ପ୍ରଭୁ କରିବେ? ବାଜି ବାଜି ଆକୁ ତାକୁ ବାଜି 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 କଷ୍ଟ ଦୁଃଖ ପାତାଳ ନିନ୍ଦା ଅପମାନ ଖାଇବାର ନାହିଁ, ପିନ୍ଧିବାର ନାହିଁ, ବସ୍ତ୍ର ନାହିଁ, ଅଭାବ ଇତ୍ୟାଦିରେ ମିନିଷ୍ଟ୍ରିରେ ପ୍ରଭୁରେ ପଡି ଉଠି ପ୍ରଭୁଙ୍କୁ ସେବା କରି 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 ଆସିବା ଲୋକ ପ୍ରଭୁ ଦେଖିଲେ ଏ ଫିଟ୍ ହେବ, ଏ ମୋ ସେବା ପାଇଁ ତାକୁ ମାରିବା ପାଇଁ ଏ ଫିଟ୍ ହେବ, ସେଟା ପ୍ରଭୁ ବାଛି ନେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ଇଚ୍ଛା ପ୍ରଭୁ ନିଅନ୍ତି ନାହିଁ, ପ୍ରଭୁ ବାଛିଲେ ଦାଉଦ 5 ଗୋଟି ପଥର ବାଛିଲେ। ଆଜି ଆପଣ କୋ ପଥର ବାଛିବେ? ମୋର ପ୍ରଶ୍ନ ହଉଛି ଆଜି ଆପଣ କୋ ପଥର ବାଛିବେ? 5ଟା ପଥରର ଗୁଣର ଗୋଟେ ପଥର ମୁଁ କହିବାକୁ ଚାହେଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ 5ଟା ପଥର ହେଲା ଫେଥ୍। ପ୍ରଥମ ପଥର ହଉଛି ବିଶ୍ୱାସ ରୂପ ପଥର ନିଅନ୍ତୁ। ପ୍ରେଜ୍ ଦ ଲର୍ଡ। ଦ୍ୱିତୀୟ ପଥର ହଉଛି ଟ୍ରଷ୍ଟ, ଈଶ୍ୱରଙ୍କୁ ନିର୍ଭର କରିବା ପଥର ନିଅନ୍ତୁ। ତୃତୀୟ ପଥର ହଉଛି କରେଜ, ସାହସିକ ହେବା ପଥର ନିଅନ୍ତୁ। ଯଦି ଜଣକୁ ଧୈର୍ଯ୍ୟ ନାହିଁ, ସାଉଲ ମଧ୍ୟ ଲୁଚିଥିଲା, ଦାଉଦ ଠିଆ ହେଲା, ଧୈର୍ଯ୍ୟର ପଥର ନିଅ। ପ୍ରେଜ୍ ଦ ଲର୍ଡ। ଚତୁର୍ଥ ନମ୍ବର ପଥର ହେଉଛି ଓବିଡିଏନ୍ସ। କି ପଥର? ଆଜ୍ଞାବହତାର ପଥର। ପଞ୍ଚମ ନମ୍ବର ପଥର ହଉଛି ପ୍ରେଜ୍, ପ୍ରଭୁଙ୍କୁ ପ୍ରଶଂସା କରିବାର ପଥର ନିଅ। ଏ 5ଟି ପଥର ପାଇଁ କହିବା ପାଇଁ ସମୟ ନାହିଁ, ଗୋଟେ ପଥର କହିବି, ଯୋଉ ପଥର କି ଗଲିଆତକୁ ଦାଉଦ ମାରିଥିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରିୟ ଯୁବମାନେ, এই জগৎକୁ ଜୟ କରିବାର ଅଛି। ଯୁବତୀ ମାନେ ଜଗତକୁ ଜୟ କରିବାର ଅଛି। ମାନେ তোমার পথর প্রথম হচ্ছে ফেথ। প্রেজ দ্য লর্ড। বিশ্বাস বিনা তাঙ্কর সন্তোষ পাত্র হেবা কোন অটে? কেবে খুশি করি পারিব না প্রভু? না, কেবে भी नहीं। বিশ্বাস রূপ পথর अब्राहम विश्वास पिता अटंती। Abraham, the father of faith. He is the founder. He is the founder. He is the man of faith. विश्वास व्यक्ति अब्राहम आज्ञा 100 वर्ष रे किंतु विश्वास रे कौन हेले बोले काची आज्ञा दुर्बल हेले नहीं। गलाती 4 लेखा अछि से विश्वास रे दुर्बल हेले नहीं। सारांकर गर्भ मृत बोली जानिले मध्य, शरीर मृत बोली जानिले मध्य, विश्वास रे अब्राहम कौन हेले नहीं। प्रेज द लॉर्ड। तबे को पथर आज हम जगत को जय करिबा पई को पथर नेबा? फेथ। प्रिय जुवा माने विश्वास रो पथर धर। जदि विश्वास नहीं तमे किछि भी पाइबो नहीं, किछि पाइबो नहीं। लेखा अछि एप्री 11 अध्याय 33 पद पढंतु। विश्वास द्वारा राज्य गुड़िक जय कले। वाह, विश्वास द्वारा से माने राज्य गुड़िक जय कले, धर्म साधन कले, हाँ, प्रतिज्ञार फल प्राप्त हेले, सिंहमानक मुख बंद कले। को द्वारा जय कले राज्य गुड़िक? दाऊद मध्य गलियात को जय कला विश्वास द्वारा। यह हूँ गोटे पत्थर। प्रेज द लॉर्ड। यह हूँ फर्स्ट स्टोन
जो पत्थर की नेले आज अपन को पाए ए पत्थर हेबो फेथ ए फेथ को नहीं करी युद्ध करन आजिर युवा भाई मान को युवती मान को मुझे कहवा चाहे विश्वास विश्वास बिना तांकर संतोष पात्र हेबा असंभव कहीं भी प्रभु को संतुष्ट करि परिबो नहीं एनु faith is substance things faith is a very important things okay without faith impossible to please God praise the Lord जुबा माने without faith it is impossible to प्लीज ईश्वर को संतुष्ट करने तुम्हें टंका देले संतुष्ट हो ईश्वर को संतुष्ट करिवार अछि माने फेथ आ दाऊद पाखरे सेही फेथ थिला प्रेज द लॉर्ड हालेलुया से समझुआ खोजी नांती से टोपर खोजी नांती से राजार वस्त्र बाहर करि देले जगतर वस्त्र युद्ध पाए आजिर युद्ध पाए यही सब आवश्यक नहीं आजिर युद्धर स्टोन पत्थर होची फेथ हालेलुया फेथ यदि विश्वास अछि सब किछि करि परिबे एनु पांचटी पत्थर नेले गोटे पत्थर रे मार देले यदि एडा मो पांचटा पत्थर रेस्ट काईके रहि गेला बोलाटा मते समय नै कहबा पाए कौन पाई पांच गोटी पत्थर रही गला आवश्यक हेले पांचटा यूज हेबो कौन पाई यूज हेबो पांचटा पत्थरटा समय नै कहबा पाए काहे कि आउ चारि गोटे रिमेन हे गला आवश्यक हेले से पांचटा पत्थर अपन यूज कर परिबे प्रेज द लॉर्ड किंतु दाऊद को पड़ी नथिला गोटे पत्थर रे मारी देले केबे केबे गोटे सिंपल एग्जांपल कहि देबी अपन जानबा पाए ओके गोटे रोगी आइले मु गली प्रेयर करथिली विश्वास रे इन द नेम ऑफ जीसस ओके यीशु को नाम रे कहछि बी हील्ड बरबर इमीडिएटली का सुस्त हो गेला केमती सुस्त हो गेला मते आ चारटा पत्थर बली गला से रोगी सुस्त करबा पाए कहबाटा गोटे उत्तर कहली बाकीटा अपन बुझी जिवे बड़े बड़े रोगी को आनिले प्रार्थना करो आज्ञा बोली मो प्रेयर कर पिला माने तू बुझु चके पांचटा पत्थर नेले ना ने हेले गोटे पत्थर रे काम सरी गला ना गोटे पत्थर से पड़ी गला सेटा मु कहू ओके चारटा पत्थर रही अछि किंतु एबे आपने पांचटी पत्थर मते यूज करि परिबे कोन पे कोची गोटे रोगी आसिला प्रेयर करी मोर फेथ रे बाय फेथ रे मो फेथ रे हो ता फेथ रे हो से हीलिंग हे गला हीलिंग हे गले आउरी मु कोन करबी नै आउ ता पाई बोली मु आउरी प्रभु थारे अधिक किछि काम करबा को आउ जो पत्र उडा व्यवहार करबा पड़बो नै से रोगी पे सुस्त हेबार छि उपवास करबा पड़बो नै से रे को सुस्त करबार छि आउ प्रभु निकट को जेबा पड़ता है कि ऑलरेडी हे गला से गोटे पत्र रे सुस्त हो गेला जदि हेबो नहीं दिने प्रार्थना कली दुई दिन प्रार्थना कली तीन दिन प्रार्थना कली सुस्त हेउ नै मु कोन करिवार अछि रेस्ट ऑफ दिस को आउरी यूज करिवार अछि प्रेज द लॉर्ड मु कोन कहली द्वितीय पत्थर ट्रस्ट निर्भर करिबा अब्राहम को 75 वर्ष रे प्रभु प्रतिज्ञा कले तुम गोटे पुओ हेबो केते वर्ष रे पुओ हला वेरी गुड केते वर्ष अपेक्षा कला आपको कौन बोली को आजीबो कौन बोली को आजीबो हां और बुझो ये बाइबल पढ़ी दे एटा पांचटा पत्थर नहीं गला बड़े पत्थर मरी गला बोले सेतकी के बाइबल खत्म हो गेला की सेतकी की ना अछि कौन अछि बोली आमे ताको खोलिबार अछि ए गुटे पत्थर कौन जो द्वारे कि गोलियात गोटे पत्थर रे मरिछि
ଆଉ 5ଟା ପତ୍ର ଥିଲା ଯେ କଣ ସେ 5ଟା ପତ୍ର ଆଜିର ମଣ୍ଡଳୀ ପାଇଁ, ଆଜିର ଯୁବା ମାନଙ୍କ ପାଇଁ, ଆଜିର ବିଶ୍ୱାସୀ ପାଇଁ, ଆଜିର ଯୁବ ପାଇଁ ସେଇ 5ଟି ପଥର କଣ? ଆଉ ପ୍ରଥମ ପଥର ମୁଁ କହୁଛି ଫେଥ୍। ପ୍ରେଜ୍ ଦ ଲର୍ଡ। ହେଲେ ସେ ମାନେ କଣ ବୋଲି କହିଲେ 11:33 ପଦରେ, ଏଭ୍ରି ସେ ମାନେ ବିଶ୍ୱାସ ଦ୍ୱାରା ରାଜ୍ୟ ଗୁଡ଼ିକ କୋଉ ଦ୍ୱାରା? ବାଇ ଫେଥ୍। By faith, okay, through faith they conquered kingdoms बोल ଲେଖା ଅଛି। Okay, through faith they conquered kingdoms, ରାଜ୍ୟ ଗୁଡ଼ିକ ବିଶ୍ୱାସ ଦ୍ୱାରା ସେମାନେ କଣ କଲେ? ଜୟ କଲେ। ହେଲେ ଆଜି ଆମେ କୋଉ ଦ୍ୱାରା ଜୟ କରିବା ପାପ ଉପରେ? Praise the Lord। ଆଜି ଶତ୍ରୁକୁ କୋଉ ଦ୍ୱାରା ଆମେ ଜୟ କରିବା? ଯଦି ଆମର ବିଶ୍ୱାସ ଅଛି ଆମେ ଜୟ କରିବା। ଏଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୁବାମାନେ, ଏଇ 5ଟି ପଥର କେ ନେଲେ? ଆଜି ତମେ କୋଉ କୋଉ ପଥର ନେବ? 5ଟା ପଥର ନା ଲେଖ, ଶୀଘ୍ର ଲେଖ ତମ ଖାତାରେ ପ୍ଲିଜ। ଲେଖିଦେଲ କି? ମୁଁ ଆଉ ଥରେ କହୁଛି, ଫେଥ୍ ବିଶ୍ୱାସ ପ୍ରଥମ ପଥର। ସେକେଣ୍ଡ ପଥର ଟ୍ରଷ୍ଟ ନିର୍ଭର କରିବା। ମୁଁ ଆଉ ମେସେଜ କହିବେ ନେ ସମୟ ଯାଉଛି ବୋଲି ରେଫରେନ୍ସ କରିଦେବେ, ଲେଖିଦିଅ। ଫେଥ୍ ବିଶ୍ୱାସ ଏଭ୍ରି 11:33। ଟ୍ରଷ୍ଟ ନିର୍ଭର ଗୀତ ସହିତ 44:6, ଗୀତ ସହିତ 11:1। କରେଜ ସାହସ ଯୋଶୁଆ 1:6, ହିତୋପଦେଶ 28:1, जो धार्मिक माने सिंह परी साहस। प्रेज द लॉर्ड। ओके, चतुर्थ ओबीडियंस आज्ञाबह फिलिप 2:8। प्रेज प्रशंसा करबा द्वारा युद्ध पाइथिले जेहोशाफाट, द्वितीय वंशावली 20:22। प्रभु को प्रशंसा करबा द्वारा जय पाइथिले। प्रेज द लॉर्ड। लेखलो कि प्रचार करबा पे एक्सप्लेन करबा पे टाइम नथिबा तो रखुछ। ओके, ए पत्थर पड़गा कोन आ कहबा को अधिक समय नै। एनो मति कहबे पिला मानको, दाऊद साउलर वस्त्र पिंदी नै, आमे कार वस्त्र पिंदबा टिके ए पद पर्व कहि देबी, टिके लेखंतु। ओके, आमे कार वस्त्र पिंदी आमे युद्ध को जिबा, ए गोटे पद पढंतु अपन में एफिसी 6:13 पढंतु। तुम्भे माने जे परी दुर्दिनरे प्रतिरोध करी सर्वजयी अटल रहिबार एथि निमंते ईश्वर दत्त समस्त सज्जा ग्रहण कर। साउल से दिन राजा पोशाक को फिंगी देले। आजिर विश्वासी ईश्वर वस्त्र पिंधिबा सज्जा ता कौन सेटा मध्य कहबा पाई समय नै। ता मध्य टीचिंग को जीव, सेटा मध्य टीचिंग को जीव। ओके, सही एफिसी बाहर करो, लेखबो के ना, और अन्य टाइम रे क्लास रे मु तुमको कहबी, किंतु खाली रे तार एक कहि दउछ। ओके, लेखंदो 6 तार प्रथम पोशाक होछि 14 पद। से वस्त्र पिंधिबा से सज्जा कौन अटे? सत्य रूप कटी बंधनी रे कटी बांधिबा। सत्य ईश्वर को वाक्य बोली लेखो। प्रथम सज्जा एफिसी तार 6:14 प्रथम सज्जा होची कटी सत्यता रूप माने वाक्य लेखो। द्वितीय सज्जा धार्मिकता रूप उरस्त्राण माने बुकु पटा। ओके, धार्मिकता रूप उरस्त्राण। तृतीय विषय 15 पद शांतिदायक सुसमाचार निमंते सुसज्जता रूप पादुका पादरे पिंदी अटल रही होइता माने सुसमाचार।
ଓକେ 3 4 4 ବିଶ୍ୱାସ ରୂପ ଢାଳ ଓକେ ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବା ପାଇଁ ବିଶ୍ୱାସ ରୂପ ଫେଥ୍ ରୂପ ଶିଲ୍ଡ ଧରିବାକୁ ପଡିବ। ପଞ୍ଚମ ପରିତ୍ରାଣ ରୂପ ଶିରସ୍ତ୍ରାଣ ହେଲମେଟ ଅଫ ସାଲଭେସନ ଟୋପର ପରିତ୍ରାଣର ଏ ସାଉଲ ଦେବାଟା ନାହିଁ ସେଇଟା ପିନ୍ଧି କାହାକୁ ମାରି ପାରବ ନା ଆଜି ପରିତ୍ରାଣ ପାଇଲେ ହିଁ ଉଦ୍ଧାର କରିବ ଓକେ। ତାପରେ ଲେଖନ୍ତୁ ପଞ୍ଚମଟା କଣ କହିଲି ମୁଁ ପରିତ୍ରାଣ। ଷଷ୍ଠ ବିଷୟ ହଉଛି ଈଶ୍ୱରଙ୍କର ବାକ୍ୟ। 6ଟି ବିଷୟ ଏଠି ଲେଖା ଅଛି। ଜଗତକୁ ଜୟ କରିବା ପାଇଁ এই 6ଟି ପରିଧାନ କରିବାର ଅଛି। 5ଟି ପଥର ନେଇଥିଲେ 5ଟି ବିଷୟ କହିଲେ ତାର ମଧ୍ୟ ଟିଚିଂ ରେ ବହୁତ ଟାଇମ ଲାଗିବ ଆର ମଧ୍ୟ ଟାଇମ ଲାଗିବ ମିନିମମ୍ 1 ଆୱାର ଲାଗିବ ଏସବୁ ଟିକେ ଟିକେ କହିକି ଯିବ। ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଜଗତର ବସ୍ତ୍ରକୁ ଜଗତର ଲୋଭକୁ ଜଗତର ସାଂସାରିକତା ଫିଙ୍ଗି ଦିଅ। ଦାଉଦ ନେଲା ପରେ ଫେଥକୁ ନିଅ ବିଶ୍ୱାସକୁ ନିଅ ନିର୍ଭର କର ପ୍ରଭୁଙ୍କୁ ଓବିଡିଏନ୍ସ ହୋ ପ୍ରଭୁ ଏ ଜଗତରେ ଜୟ କରିବେ। ପ୍ରେଜ୍ ଦ ଲର୍ଡ। ଯୁବାମାନେ ଯୁବତୀ ମାନେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କର ତୁମର ଭବିଷ୍ୟତ ଉଜ୍ଜ୍ୱଳ ହେବ। ପ୍ରଭୁ ଏ ବାକ୍ୟ ଆଶୀର୍ବାଦ କରନ୍ତୁ। ଆମେନ୍। ଆଜ୍ଞା।